ଜଗତ ଶ୍ରେଣୀ ସପ୍ତମ ବିଷୟ ବିଜ୍ଞାନ ପ୍ରସଙ୍ଗ ତନ୍ତୁରୁ ବସ୍ତ୍ର ଉପପ୍ରସଙ୍ଗ ପ୍ରାଣୀ ଓ ଉଦ୍ଭିଦରୁ ତନ୍ତୁ। ଉପପ୍ରସଙ୍ଗଟି ପଢ଼ିବା ପୂର୍ବରୁ କିଛି ପ୍ରଶ୍ନ ପଚାରୁଛି। 1 ନମ୍ବର ପ୍ରଶ୍ନ, ମନୁଷ୍ୟ ବଞ୍ଚି ରହିବା ପାଇଁ କେତୋଟି ମୌଳିକ ଆବଶ୍ୟକତା ରହିଛି ଓ କ'ଣ କ'ଣ? ଉତ୍ତର, 3ଟି ମୌଳିକ ଆବଶ୍ୟକତା ରହିଛି ଏବଂ ସେଗୁଡ଼ିକ ଖାଦ୍ୟ, ବସ୍ତ୍ର ଓ ବାସଗୃହ। ମନୁଷ୍ୟ ବଞ୍ଚି ରହିବା ପାଇଁ 3ଟି ମୌଳିକ ଆବଶ୍ୟକତା ରହିଛି ଏବଂ ସେଗୁଡ଼ିକ ଖାଦ୍ୟ, ବସ୍ତ୍ର ଓ ବାସଗୃହ। 2 ନମ୍ବର ପ୍ରଶ୍ନ, ମନୁଷ୍ୟ ଜୀବନରେ ବଞ୍ଚି ରହିବା ପାଇଁ ବସ୍ତ୍ରର କ'ଣ ଆବଶ୍ୟକତା ରହିଛି? ବା ମନୁଷ୍ୟ ବଞ୍ଚି ରହିବା ପାଇଁ ବସ୍ତ୍ରର ଆବଶ୍ୟକତା କାହିଁକି ରହିଛି? ଉତ୍ତର, ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ଏବଂ ଲଜ୍ଜା ନିବାରଣ ପାଇଁ ମନୁଷ୍ୟ ଜୀବନରେ ବସ୍ତ୍ରର ଆବଶ୍ୟକତା ରହିଛି। 3 ନମ୍ବର ପ୍ରଶ୍ନ, ଆମେ ପିନ୍ଧୁଥିବା ବସ୍ତ୍ରଗୁଡ଼ିକ କେଉଁଥିରୁ ତିଆରି ହୁଏ? ଉତ୍ତର, ସୂତା ଓ ଉଲ୍ରୁ। ଆମେ ପିନ୍ଧୁଥିବା ବସ୍ତ୍ରଗୁଡ଼ିକ ସୂତା ଏବଂ ଉଲ୍ରୁ ତିଆରି ହୁଏ। ତେବେ ଆଜି ଆମେ ପଢ଼ିବା, ଆମେ ବ୍ୟବହାର କରୁଥିବା ବସ୍ତ୍ରଗୁଡ଼ିକ କେଉଁଥିରୁ ଏବଂ କିପରି ପ୍ରସ୍ତୁତ ହେଉଛି। ଉପପ୍ରସଙ୍ଗ ପ୍ରାଣୀ ଓ ଉଦ୍ଭିଦରୁ ତନ୍ତୁ। ମଣିଷ ବଞ୍ଚି ରହିବା ପାଇଁ ଅନ୍ୟ ଏକ ମୌଳିକ ଆବଶ୍ୟକତା ହେଲା ବସ୍ତ୍ର। ତନ୍ତୁ ଜାତୀୟ ପଦାର୍ଥରୁ ବସ୍ତ୍ର ପ୍ରସ୍ତୁତ କରାଯାଏ। ତନ୍ତୁ ଜାତୀୟ ପଦାର୍ଥ ଉଦ୍ଭିଦର ବିଭିନ୍ନ ଅଂଶରୁ ଓ ପ୍ରାଣୀଙ୍କ ଠାରୁ ଉପଲବ୍ଧ ହୋଇଥାଏ। ଉଦ୍ଭିଦଜାତ ତନ୍ତୁ ବିଷୟରେ ତୁମେ ପୂର୍ବ ଶ୍ରେଣୀରେ ପଢ଼ିଛ। ସେହିପରି ପଶମ ଓ ରେଶମ ତନ୍ତୁ କେତେକ ପ୍ରାଣୀଙ୍କ ଠାରୁ ଉପଲବ୍ଧ। ମେଣ୍ଢା ଓ ଚମରି ଗାଈ ପରି କେତେକ ପ୍ରାଣୀଙ୍କ ଲୋମରୁ ଉଲ୍ ବା ପଶମ ମିଳେ। ରେଶମ କୀଟର କୋଷାରୁ ସିଲ୍କ ବା ରେଶମ ମିଳେ। ତେଣୁ ତୁମେ ଜାଣିଛ କି ସ୍ୱେଟର ବୁଣିବା ପାଇଁ ଆମେ ବ୍ୟବହାର କରୁଥିବା ବା ବଜାରରୁ କିଣୁଥିବା ଉଲ୍ ଏହି ତନ୍ତୁରୁ କିପରି ତିଆରି ହୁଏ? ରେଶମ କୀଟର କୋଷାରୁ ରେଶମ ବାହାର କରି ଏଥିରେ କିପରି ସିଲ୍କ ଲୁଗା ବୁଣାଯାଏ? ଏବେ ଏଠାରେ କୁହାଗଲା, ମଣିଷ ବଞ୍ଚି ରହିବା ପାଇଁ ବସ୍ତ୍ର ନିତ୍ୟାନ୍ତ ଆବଶ୍ୟକ ବା ଏହା ତାର ଏକ ମୌଳିକ ଆବଶ୍ୟକତା ଏବଂ ଏହି ବସ୍ତ୍ରଗୁଡ଼ିକର ପ୍ରସ୍ତୁତି ତନ୍ତୁ ଜାତୀୟ ପଦାର୍ଥରୁ ପ୍ରସ୍ତୁତ କରାଯାଏ। ସେହି ତନ୍ତୁ ଜାତୀୟ ପଦାର୍ଥଗୁଡ଼ିକ ଉଦ୍ଭିଦର ବିଭିନ୍ନ ଅଂଶରୁ ଏବଂ ପ୍ରାଣୀମାନଙ୍କ ଠାରୁ ଉପଲବ୍ଧ ହୋଇଥାଏ ବା ମିଳିଥାଏ। ଏବଂ ଉଦ୍ଭିଦଜାତ ତନ୍ତୁ ବିଷୟରେ ତୁମେ ପୂର୍ବକାଳ ଅନୁସାରେ ପଢ଼ିଛ, ଯଥା ଝୋଟ, ତୁଳା ଏଗୁଡ଼ିକ ଉଦ୍ଭିଦଜାତ ତନ୍ତୁ। ସେହିପରି ପ୍ରାଣୀଙ୍କ ଠାରୁ ମଧ୍ୟ କେତେକ ତନ୍ତୁର ସଂଗ୍ରହ କରାଯାଏ ଏବଂ ପ୍ରାଣୀଙ୍କ ଠାରୁ ଯେଉଁ ତନ୍ତୁଗୁଡ଼ିକ ସଂଗ୍ରହ କରାଯାଏ ସେଗୁଡ଼ିକ ପଶମ ଏବଂ ରେଶମ। ପଶମ କହିଲେ ପଶମ ବା ଉଲ୍। ପଶମ ବା ଉଲ୍ ମେଣ୍ଢା ଓ ଚମରି ଗାଈ ପରି ପ୍ରାଣୀଙ୍କ ଠାରୁ ମିଳେ ଏବଂ ରେଶମ ବା ସିଲ୍କ ରେଶମ କୀଟର କୋଷାରୁ ମିଳେ। ଆଚ୍ଛା, ତୁମେ ଜାଣିଛ କି ଆମେ ବଜାରରୁ ଯେଉଁ ଉଲ୍ କିଣିକି ଆଣେ ତାହା ତନ୍ତୁରୁ କିପରି ତିଆରି ହୁଏ? ନା ବା ରେଶମ କୋଷାରୁ କିପରି ରେଶମ ବାହାର କରି ସେଥିରୁ ସିଲ୍କ ଲୁଗା ବୁଣାଯାଏ? ନା, ଆମେ ଏହି ବିଷୟରେ ବା ଏହି ଉପପ୍ରସଙ୍ଗରେ ସେ ବିଷୟରେ ଜାଣିବା। ପଶମ ବା ଉଲ୍ ମେଣ୍ଢା, ଛେଳି, ଚମରି ଗାଈ ଓ ଅନ୍ୟ କେତେକ ପଶୁମାନଙ୍କର ଲୋମରୁ ପଶମ ମିଳେ। ଏସବୁ ପ୍ରାଣୀଙ୍କର ଗହଳିଆ ଲୋମ ଶରୀରକୁ ଗରମ ରଖେ। ମେଣ୍ଢା ଶରୀରରେ 2 ପ୍ରକାରର ଲୋମ ଥାଏ, ଯଥା ମୋଟା ଲୋମ ଓ ନରମ ଚର୍ମ ଲୋମ। ନରମ ଓ ପତଳା ଲୋମରୁ ପଶମ ତନ୍ତୁ ମିଳେ। କେତେକ ଜାତିର ମେଣ୍ଢାର କେବଳ ନରମ ଲୋମ ଥାଏ। ଆଜିକାଲି ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରାଯାଇ କେବଳ ଉନ୍ନତ ମାନର ନରମ ଲୋମ ମେଣ୍ଢା ସୃଷ୍ଟି କରାଯାଇ ପାରୁଛି। ଏହି ପ୍ରକ୍ରିୟାକୁ ମନୋନୀତ ପ୍ରଜନନ କୁହାଯାଏ। ତେବେ ଆମେ ଜାଣିଲେ ପଶମ ତନ୍ତୁ ମେଣ୍ଢା, ଛେଳି ଓ ଚମରି ଗାଈ ପରି ଅନ୍ୟ କେତେକ ପଶୁମାନଙ୍କ ଲୋମରୁ ପ୍ରସ୍ତୁତ ହୁଏ।
ଏହି ପ୍ରାଣୀମାନଙ୍କର ଲୋମ ଗୁଡ଼ିକ ଗହଳିଆ କହିଲେ ମୋଟା ଥାଏ ଏବଂ ତାହା ଶରୀରକୁ ଗରମ ରଖେ। ମେଣ୍ଢା ଶରୀରରେ ଦୁଇ ପ୍ରକାର ଲୋମ ଥାଏ, ମୋଟା ଲୋମ ଓ ନରମ ଚର୍ମ ଲୋମ। ଏବଂ ସେଇ ନରମ ଓ ପତଳା ଲୋମରୁ ପଶମ ତନ୍ତୁ ମିଳେ ବା ଉଲ୍ ମିଳେ। ଆମେ ସାଧାରଣତଃ ଜାଣିଛେ ଉଲ୍ ଗୁଡ଼ିକ କେତେ ନରମ ଏବଂ ସେଗୁଡ଼ିକ ମେଣ୍ଢାର ନରମ ଚର୍ମ ଲୋମରୁ ପ୍ରସ୍ତୁତ ହୋଇଥାଏ। ଏବଂ ଆଜିକାଲି ବିଜ୍ଞାନର ଉନ୍ନତି ଫଳରେ ବିଭିନ୍ନ ପ୍ରକାରର ପଦ୍ଧତି ଅବଲମ୍ବନ କରାଯାଇ ନରମ ଲୋମ ଥିବା ମେଣ୍ଢା ସୃଷ୍ଟି କରାଯାଇ ପାରୁଛି ବା ଯେଉଁ ମେଣ୍ଢା ଗୁଡ଼ିକ ସୃଷ୍ଟି କରାଯାଉଛି। ଆମ ଦେଶରେ ଭିନ୍ନ ଭିନ୍ନ ଜାତିର ମେଣ୍ଢା ଦେଖାଯାଉଛନ୍ତି ଏବଂ ସେମାନଙ୍କ ଠାରୁ ନରମ ଲୋମଯୁକ୍ତ ତନ୍ତୁ ସଂଗ୍ରହ କରାଯାଇ ଉଲ୍ ବା ପଶମ ସୃଷ୍ଟି କରାଯାଉଛି। ମୁଁ ଏବେ କିଛି ଜାତିର ନାମ କହିବି ଏବଂ ତାଙ୍କଠାରୁ ମିଳୁଥିବା କେଉଁ ପ୍ରକାରର ପଶମ ମିଳେ ତାଙ୍କଠାରୁ ତାକୁ କହିବି ଏବଂ ସେହି ମେଣ୍ଢା ଗୁଡ଼ିକ କେଉଁ ରାଜ୍ୟରୁ ମିଳେ ବା କେଉଁ ରାଜ୍ୟରେ ସେହି ମେଣ୍ଢା ଗୁଡ଼ିକ ଅବସ୍ଥିତ ତା ମଧ୍ୟ କହିବି। ଲୋହି ଜାତିର ମେଣ୍ଢା, ତାଙ୍କଠାରୁ ଉନ୍ନତମାନର ପଶମ ମିଳେ ଏବଂ ସେମାନେ ରାଜସ୍ଥାନ, ପଞ୍ଜାବ ରାଜ୍ୟରେ ଦେଖାଯାଆନ୍ତି। ରାମପୁର ବସିର ଏ ଜାତିର ମେଣ୍ଢାଙ୍କ ଠାରୁ ମାଟିଆ ଲୋମ ମିଳେ ଏବଂ ଏଗୁଡ଼ିକ ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ଦେଖାଯାଆନ୍ତି ବା ମିଳନ୍ତି। ନାଲି ଜାତିର ମେଣ୍ଢା, ତାଙ୍କଠାରୁ ଗାଲିଚା ପଶମ ମିଳେ ଏବଂ ସେମାନେ ରାଜସ୍ଥାନ, ପଞ୍ଜାବ, ହରିୟାଣାରେ ମିଳନ୍ତି। ବାଖାରୁଆଲ ଜାତିର ମେଣ୍ଢା ଏବଂ ସେମାନେ ଶାଲ ପଶମ ତନ୍ତୁ ତାଙ୍କଠାରୁ ମିଳେ ଏବଂ ସେମାନେ ଜାମ୍ମୁ ଓ କାଶ୍ମୀର ଅଞ୍ଚଳରେ ଦେଖାଯାଆନ୍ତି। ମାରୱାରୀ ସେମାନେ ଗୁଜରାଟ ରାଜ୍ୟରେ ଦେଖାଯାଆନ୍ତି। ବଜାରରେ ମିଳୁଥିବା ପଶମ ମଧ୍ୟରୁ ଅଧିକାଂଶ ମେଣ୍ଢା ଲୋମରୁ ପ୍ରସ୍ତୁତ। ଅନ୍ୟ କେତେକ ପଶୁର ଲୋମରୁ ମଧ୍ୟ ପଶମ ମିଳେ। ହିମାଳୟର ପାର୍ବତ୍ୟ ଅଞ୍ଚଳ ଯଥା ଲଦାଖ ଅଞ୍ଚଳରେ ଚମରିଗାଈର ଲୋମରୁ ପଶମ ମିଳେ। ଜାମ୍ମୁ କାଶ୍ମୀରରେ ମିଳୁଥିବା ଅଙ୍ଗୋରା ପଶମ ଅଙ୍ଗୋରା ଛେଳି ଲୋମରୁ ତିଆରି। କାଶ୍ମୀରର ଛେଳିର ଲୋମ ବହୁତ ନରମ। ଏଥିରେ ତିଆରି ଶାଲକୁ ପଶ୍ମିନା ଶାଲ କୁହାଯାଏ। ଓଟ ଲୋମରୁ ମଧ୍ୟ ପଶମ ପ୍ରସ୍ତୁତ ହୁଏ। ଦକ୍ଷିଣ ଆଫ୍ରିକାର ଲାମା ଓ ଆଲପାକା ଲୋମରୁ ପଶମ ପ୍ରସ୍ତୁତ ହୁଏ। ଦକ୍ଷିଣ ଆଫ୍ରିକାର ଲାମା ଓ ଆଲପାକା ଲୋମରୁ ପଶମ ପ୍ରସ୍ତୁତ ହୁଏ। ତେବେ ଆମେ ଜାଣିଲେ ବଜାରରେ ଯେଉଁ ପଶମ ମିଳେ ସେଗୁଡ଼ିକ ସାଧାରଣତଃ ମେଣ୍ଢା ଲୋମରୁ ପ୍ରସ୍ତୁତ ହୁଏ ଏବଂ ଅନ୍ୟ କେତେକ ପଶୁ ଲୋମରୁ ମଧ୍ୟ ପଶମ ମିଳେ। ଲଦାଖ ଅଞ୍ଚଳରେ ମିଳୁଥିବା ପଶମ ଗୁଡ଼ିକ ଚମରିଗାଈ ଠାରୁ ମିଳେ ଏବଂ ଜାମ୍ମୁ କାଶ୍ମୀରରେ ମିଳୁଥିବା ପଶମ ଗୁଡ଼ିକ ଅଙ୍ଗୋରା ପଶମ ବା ଅଙ୍ଗୋରା ଛେଳିମାନଙ୍କ ଲୋମରୁ ମିଳେ। କାଶ୍ମୀରରେ ଯେଉଁ ଛେଳି ଗୁଡ଼ିକ ଥାଆନ୍ତି ସେମାନଙ୍କର ଲୋମ ବହୁତ ନରମ ଏବଂ ସେଥିରୁ ପଶ୍ମିନା ଶାଲ ତିଆରି ହୁଏ। ଓଟର ଲୋମରୁ ମଧ୍ୟ ପଶମ ତିଆରି ହୁଏ। ଦକ୍ଷିଣ ଆଫ୍ରିକାରେ ଥିବା ଲାମା ଏବଂ ଆଲପାକା ଲୋମରୁ ମଧ୍ୟ ପଶମ ପ୍ରସ୍ତୁତ ହୁଏ। ତେବେ ଦକ୍ଷିଣ ଆଫ୍ରିକାରେ କାହାଠାରୁ ପଶମ ପ୍ରସ୍ତୁତ ହୁଏ? ଲାମା ଓ ଆଲପାକା। ତେବେ ଏହି ପଶମର ପ୍ରସ୍ତୁତି ପାଇଁ ମୁଖ୍ୟତଃ ମେଣ୍ଢାର ପାଳନ କରାଯାଏ ବା ମେଣ୍ଢାମାନଙ୍କୁ ପାଳନ କରାଯାଇ ସେମାନଙ୍କଠାରୁ ପଶମ ପ୍ରସ୍ତୁତ କରାଯାଏ। ଗୃହପାଠ 1 ନମ୍ବର ପ୍ରଶ୍ନ, ତନ୍ତୁ କେତେ ପ୍ରକାରର ଓ କଣ କଣ? ତନ୍ତୁ କେତେ ପ୍ରକାରର ଓ କଣ କଣ? 2 ନମ୍ବର ପ୍ରଶ୍ନ, ପ୍ରାଣୀମାନଙ୍କଠାରୁ କେଉଁ ତନ୍ତୁ ମିଳେ? 3 ନମ୍ବର ପ୍ରଶ୍ନ, ବସ୍ତ୍ର କେଉଁ ପଦାର୍ଥରୁ ପ୍ରସ୍ତୁତ ହୁଏ?
4 ନମ୍ବର ପ୍ରଶ୍ନ, କାଶ୍ମୀର ଛେଳି ଲୋମରୁ ପ୍ରସ୍ତୁତ ଶାଲର ନାମ କ'ଣ? 5 ନମ୍ବର ପ୍ରଶ୍ନ, ଦକ୍ଷିଣ ଆଫ୍ରିକାରେ କାହାଠାରୁ ପଶମ ପ୍ରସ୍ତୁତ ହୁଏ? 6 ନମ୍ବର ପ୍ରଶ୍ନ, ଅଙ୍ଗୋରା ଛେଳି କେଉଁଠାରେ ମିଳେ ଓ ତାଠାରୁ ପ୍ରସ୍ତୁତ ପଶମର ନାମ କ'ଣ? 7 ନମ୍ବର ପ୍ରଶ୍ନ, ଲୋହି ଜାତିର ମେଣ୍ଢା କେଉଁ ରାଜ୍ୟରେ ମିଳେ?